ହାଇ ଫ୍ରେଣ୍ଡସ୍, ମୁଁ ଯଦୁନାଥ ମହାନ୍ତ ଓଡ଼ିଶା ବ୍ଲକ୍ ଏକ୍ସ ଚ୍ୟାନେଲ ତରଫରୁ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ସ୍ୱାଗତ ଜଣାଉଛି। ଦେଖନ୍ତୁ ଆମରି ଆଉ ଗୋଟେ କମ୍ପାନୀର ଭିଡ଼ିଓ ନେଇକି ଆସୁଛୁ। ଏଟା ହେଲା ଆମର ପ୍ଲେନ୍ ପେପରକୁ ପ୍ରିଣ୍ଟ କରାଯାଏ। ଆମର ସାଧା ପେପରକୁ ପ୍ରିଣ୍ଟ କରାଯାଏ ଏଠି। ଏଟା ଆମର କୁହନ୍ତି କମ୍ପାନୀ ଅଫସେଟ କୁହନ୍ତି। ଏଠି ସାଧା ପେପର ଦେଖନ୍ତୁ। ଏରା ସବୁ ପ୍ରିଣ୍ଟ ହେଇଛି ପେପର ରା ପୁଣି ଦେଖାଯିବ କି ଏଠି କଣ ଆମର ମେସିନ୍ ପାଖକୁ ଏବେ ଯିବି ମୁଁ। ମେସିନ୍ ପାଖକୁ ଗଲା ପରେ ଏଇ ଦେଖନ୍ତୁ ଏ ମେସିନ୍ ଏଟା ହେଲା ଆମର ଅଫସେଟ ମେସିନ୍। ଏଠି ପେପର ପ୍ରିଣ୍ଟ ହୁଏ। ପ୍ଲେନ୍ ହ୍ୱାଇଟ୍ ପେପର ଏଇ ଯୋଉ ଆମର ଲେଖା ଆସୁଛି ନା ଆସୁଛି ଏଟା ପ୍ରିଣ୍ଟ ହେଇକି ଆସୁଛି। ଦେଖନ୍ତୁ ଏଟା ନାଇଟ ରେ ଆମର କାମ ଚାଲିଥାଏ। ଡେ ରେ ବି ଚାଲେ, ନାଇଟ ରେ ବି ଚାଲେ। ଏ ଦେଖ ଭାଇ ମାନେ ଏଠି ବସିଛନ୍ତି, ରେଷ୍ଟ ନେଇଛନ୍ତି। ତାପରେ ମେସିନ ଚାଲୁ କରିବେ, ଟିକେ ବସିଛନ୍ତି ଆଉ ପାଣି ଫାଣି ପିଇକି। ଦେଖନ୍ତୁ ଏଇ ଦେଖ ଏ ପ୍ଲେନ୍ ହ୍ୱାଇଟ୍ ପେପରରେ ସାଇଜ କରିଛି ଭାଇ। ସାଇଜ କରିକି ଏଠି ରଖିବ। ପୁଣି ଏଠି ଦେଖନ୍ତୁ କେମିତି ଯାଉଛି, ଏଟା ସାଇଜ କରିକି ରଖୁଛି। ପୁଣି ସେଠି ଏଠି ସରିଲା ପରେ ସେଠି ଦେବେ। ଏଇ ଦେଖ ଏଟା ଗୋଟେ ଭାଇ ଖାଲି ବୁରାରେ ପେପର ଆସିଛି। ଏ ବୁରା କାଟି ଦଉଛି, ଏ ନେଇକି ସାଇଜ କରିକି ନେଇକି ରଖିକି ସେଠି ଥାକ ମାରୁଛି। ଦେଖ କେମିତି ନଉଛି, ଆସିଲା ଏଇ ଦେଖ। ଏଇ ଦେଖ ନେଲା ପୁଣି ସାଇଜ କରିବ। ଏଇ ମୁଡି ମୁଡାକି ସାଇଜ କରିବ, ଏତକ କାମ। ଅଫସେଟ ଏଠି ପ୍ଲେନ ହ୍ୱାଇଟ ଦେଖନ୍ତୁ ଗୋଟେ ପ୍ରିଣ୍ଟ ହେଇକି ବାହାରୁଛି, ସେରା ଦେଖେଇବି ମୁଁ। ଆଗକୁ ଭିଡିଓଟି ଦେଖନ୍ତୁ, ଆପଣ ଜାଣିପାରିବେ ସମ୍ପୂର୍ଣ୍ଣ। ଦେଖନ୍ତୁ ସାଇଜ କଲେ ଏଇ ସାଇଜ କରିକି ନେଇକି ରଖିଦେବେ ସେଠି। ଦେଖନ୍ତୁ ଏ ଦେଖନ୍ତୁ ସାଇଜ କରି ସାରିଲେ ଏବେ ଟେକି ନେଇକି କେମିତି କାମ କରୁଛନ୍ତି ଦେଖ। ଇଏ ହେଲେ ହେଲ୍ପର ଭାଇ ମାନେ ଆମର। ଏଇ ଦେଖ ତାଙ୍କର କାମ ପୁଣି ଆଣିବେ, ପୁଣି ସାଇଜ କରିବେ, ପୁଣି ସେମିତି ରଖିବେ। ଏଟା ଏତକ ଆଉ ଏଇ ଯୋଉ ବସିଛନ୍ତି ଦେଖ ଏଟା ହେଲା ଅପରେଟର ଭାଇ। ଏଇ ଯୋଉ ଏଠୁ ପେପର ଟା ଯାଉଛି ସେଟା ଗୋଟେ ଗୋଟେ କରିକି ଯାଉଛି। ଦେଖନ୍ତୁ ଏଠି ଦେଖ ଏପଟେ ବାହାରୁଛି, ଦେଖ ଦେଖାଯିବ ଏପଟେ ପ୍ରିଣ୍ଟ ହେଇକି ବାହାରିବ। ଦେଖ ଅପରେଟର ଭାଇ ଏଟା ଆମର ଅପରେଟର ବହୁତ ଆରାମ କାମ। ଦେଖନ୍ତୁ ଏଠି ପେପର ଆସୁଛି, ଏପଟେ ଦେଖ ଦେଖୁଥାନ୍ତୁ ଜାଣିପାରିବେ, ଚାରିଆଡେ ଦେଖେଇବ। ଏଟା ମୁଁ ସାଇଟ ଟା ଏବେ ଦେଖେଇ ଦଉଛି। ସାଇଟ ର ତାପରେ ସବୁ ଦେଖେଇବ ଦେଖନ୍ତୁ। ଏଠି ଆମର କମ ପିଲାରେ କାମ ଚାଲେ। ଗୋଟେ ମେସିନରେ ମିନିମମ୍ 8-9 ଜଣ ପିଲା ଦରକାର। ଏଠି ଦେଖ ପ୍ରିଣ୍ଟ ହେଇକି ବାହାରୁଛି। ଏଠି ଜଣେ ଭାଇ ଆମର ହେଲ୍ପର ଭାଇ ତାର ବସି ବସି ଧରୁଛି। ଇଏ ଭାଇ ଗୋଟେ ଅପରେଟର, ତା ଡିଜାଇନ ଦେଖେ। ଇଏ ତା ଡିଜାଇନର ଅପରେଟର। ଆମର ସେଟିଂ ହେଲା ନା ନାଇଁ, କୋଉ ପଟେ କଣ ପ୍ରିଣ୍ଟ ହେଲା ସେରା ଦେଖୁଛନ୍ତି। ଦେଖନ୍ତୁ ଏଇ ବସିକି ଏଠି ଭାଇ ଧରୁଛନ୍ତି। ଦେଖ ପେପର ବାହାରୁଛି। ଏଠି ଭାଇ ବସିକି ଧରିଛି, ପ୍ରିଣ୍ଟ ହେଇକି ଆସିଛି ସେପଟୁ। ପ୍ଲେନ ହ୍ୱାଇଟ ଯୋଉ ଦେଖେଇଲି ସେଇ ପ୍ଲେନ ହ୍ୱାଇଟ ପେପର ପ୍ରିଣ୍ଟ ହେଇକି ଆସୁଛି। ଦେଖ ଏଠି ମେସିନ ଚାଲିଛି। ଦେଖ ଦେଖି ଜାଣିପାରୁଥିବେ କେମିତି କଣ କାମ। କାମ ବିଶେଷ କଷ୍ଟ ନୁହେଁ। ଆପଣ ଯୋଉମାନେ ଭିଡିଓଟି ଦେଖୁଛନ୍ତି ଆପଣଙ୍କୁ କେମିତି ଲାଗିବ ମୁଁ କହିପାରୁନି, କିନ୍ତୁ କାମ ଭାରି ବଢିଆ। ଦେଖନ୍ତୁ ଏଠି କଲର କାମ ଟିକେ କଲରରେ ପ୍ରିଣ୍ଟିଂ ହଉଛି ନା, ଟିକେ କଳା ଧଳା ନାଲିଆ ଦେହ ହାତ ହବା ପାଇଁ ପଡିବ। ଏତକିଟା ହେଲା ଡିଫରେଣ୍ଟ। ଦେଖନ୍ତୁ ଏଠି ଆସୁଛି। ଏଇ ଯୋଉ କଲର ସବୁ ରିଲ ବୁଲୁଛି, ଏଠି କଲର ନାଗିଛି ତା ଇଏ ଲାଗି ସେ ଯାହା ଲେଖା ଅଛି ସେ ପ୍ରିଣ୍ଟ ହେଇ ଆସିବ। ଏଇ ଦେଖ କଲର ଏଠି ତଳେ ଅଛି।
ଯୋଉ କଲର ଅଛି ଗୋଟେ ପେପର ଧର 4 ପ୍ରକାର କଲର ହବ ଏଠି 4 ପ୍ରକାର କଲର ଥିବ। 4 ପ୍ରକାର କଲର ଥିବ ତେବେ ସେଇ ଡିଜାଇନ ର କଲରିଂ ହେଇ ବାହାରିବ ଦେଖନ୍ତୁ। ଏପଟେ ଦେଖ ଏବେ ଏଇ ଦେଖ ଏଠୁ ପେପର ଟା ଯାଉଛି ମୁଁ ଦେଖେଇଲିଣି ନା। ଏଇଟା ଦେଖ ଏଇଟା ପ୍ଲେନ୍ ହ୍ୱାଇଟ ଯାଉଛି କେମିତି ପେପର। ଆପଣ ଜାଣିପାରିବେନି ଏମିତି ପେପର ଯାଉଛି। ଦେଖ ମେସିନ ର ଏଇ ଦେଖ। କେମିତି ଯାଉଛି ପୁରା ଏଠି କଲର ହେଇ ଏଠି ବାହାରୁଛି ଦେଖ ପ୍ରିଣ୍ଟ ହେଇକି ଏଠି ଦେଖିଲନି। ଏଇ ପ୍ରିଣ୍ଟ ହେଇକି ଦେଖ। ଏଠି ବାହାରୁଛି ଏଠି ବାହାରିକି ସେପଟେ ଯାଇ ବାହାରି ଯାଉଛି ପ୍ରିଣ୍ଟ ହେଇ ଏଠି ସାମ୍ନାରେ ବାହାରିବ। ଦେଖନ୍ତୁ। ଦେଖ ଏଠି ମେସିନ କେମିତି କଲର ଅଛି। ଏଇ ଦେଖ ଏଇଠି ଯାଉଛି ଗୋଟେ ଗୋଟେ ଏଠି ଅଟୋମେଟିକ ଯିବ ଏଠୁ କିଛି ତମକୁ ପେଲିବା ଦରକାର ନାହିଁ ଏଠି ସରିଗଲେ ପୁଣି ଯୋଉ ଥାକ ହେଇଛି ସେଟା ଏଠି ଚଢେଇଦେବେ। ଏ ଆପେ ଯିବ ଗୋଟେ ଗୋଟେ କରିକା ଅଟୋମେଟିକ। ତାର ଆପେ ଯାଉଥିବ ସରିଗଲା ପରେ ଅଟୋମେଟିକ ବନ୍ଦ ହେଇଯିବ। ଏଇ ଦେଖ ଯାଉଛି ଏଟା ତଳଟା କେମିତି ଯାଉଛି ସେଠୁ ଗୋଟେ ଗୋଟେ ଯାଉଛି ତଳୁ ଇଏ ହେଇକି ଯାଉଛି ଏଇ ଦେଖ। କେମିତି ଯାଉଛି ଆପେ ଦେଖନ୍ତୁ। ଖାଲି କେବଳ ହେଲ୍ପର ଏଠି ଯୋଉ ସାଇଜ କରିବେ ଟିକେ ବେଣ୍ଡ ବାଣ୍ଡ କରିକି ସାଇଜ କରିକି ରଖିବେ। ଏଟା ସରିଗଲେ ପୁଣି ଥାକ ମାରିବେ। ଏତିକି ହେଲା ହେଲ୍ପର କାମ ଆଉ କିଛି ସେମିତି କିଛି କାମ ନାହିଁ। ଦେଖ। କେମିତି ଯାଉଛି ଏଠି ଦେଖ ପେପର ଟା ଜାଣିପାରୁଥିବେ। ସେଠୁ ଗୋଟେ ଗୋଟେ ଆସିଛି ଏପଟେ ଦେଇକି ଯାଉଛି ସିଏ ଏଇ ଦେଖନ୍ତୁ। ଏପଟେ ପୁଣି ମୁଁ ଯାଉଛି ଏବେ ସାମ୍ନାକୁ। ସାମ୍ନାରେ ଦେଖିପାରିବେ ପେପର କେତେ ଆମର ଥାକ ହେଇ ରହିଛି ଦେଖ। ଏଇଟା ଦେଖ ପେପର। ଏଇଟା ହେଲା ପ୍ଲେନ ଖାକି ପେପର ସେ ହ୍ୱାଇଟ ପେପର ଗୋଲ୍ଡେନ ପେପର ଦେଖନ୍ତୁ। ଏଇ ଏଇଟା ଆମର ପ୍ରିଣ୍ଟ ହେଇ ସେଇ ଯୋଉ ଦେଖଉଥିଲେ ପ୍ରିଣ୍ଟ ହେଇ ବାହାରିଲାଣି। ପ୍ରିଣ୍ଟ ହେଇ ବାହାରିଛି ଏ ସବୁ ପ୍ଲେନ ପେପର ରଖା ହେଇଛି ଏରା ଉପରେ ପ୍ରିଣ୍ଟ ହବ। ଏଇ ଦେଖନ୍ତୁ ପ୍ରିଣ୍ଟ ହେଇକି ବାହାରିଛି ସବୁ ପେପର। ଏଠି ପ୍ରିଣ୍ଟ ହେଇ ବଡ ଛୋଟ ସବୁ ପ୍ରକାରର ପେପର ଅଛି। ଏଇଟା ପ୍ରିଣ୍ଟ ହେଇକି ବାହାରିଛି ଦେଖନ୍ତୁ।